ସମସ୍ତଙ୍କୁ ଆଜିର ଆଲୋଚନାକୁ ସ୍ୱାଗତ। ଆମ ପାଖରେ ସିଟିଇଟିଏ ପରୀକ୍ଷା ପାଇଁ କିଛି ପ୍ରସ୍ତୁତି ସାମଗ୍ରୀ ଅଛି, ଆଉ ଏଥିରେ ଶିଶୁ ବିକାଶର ଏକ ମୌଳିକ ପ୍ରଶ୍ନ ଉପରେ ଫୋକସ୍ କରାଯାଇଛି। ପ୍ରଶ୍ନଟି ହେଲା, ଜଣେ ଶିଶୁ ପ୍ରକୃତରେ ବଦଳେ କେମିତି? ଏହା ଶୁଣିବାକୁ ବହୁତ ସରଳ ଲାଗୁଛି, କିନ୍ତୁ ଏହି ଉତ୍ସଗୁଡ଼ିକ ତିନୋଟି ମୁଖ୍ୟ ଇଞ୍ଜିନ୍ କଥା କହୁଛନ୍ତି। ଆଚ୍ଛା। ସେଗୁଡ଼ିକ ହେଲା ଅଭିବୃଦ୍ଧି, ବିକାଶ ଏବଂ ଶିକ୍ଷଣ। ଆଜି ଆମର ଉଦ୍ଦେଶ୍ୟ ହେଉଛି ଏହି ତିନୋଟି ଇଞ୍ଜିନ୍ କେମିତି କାମ କରନ୍ତି ଆଉ କେମିତି ସେମାନେ ମିଶି ଜଣେ ଛାତ୍ରକୁ ଗଢ଼ନ୍ତି ତାହା ବୁଝିବା। ନା ନା, ଏଇଟା ବହୁତ ବଢ଼ିଆ କଥା, କାରଣ ଏଇ ତିନୋଟି ଶବ୍ଦକୁ ଅଲଗା ଅଲଗା ଦେଖିବା ବଦଳରେ ଗୋଟେ ସିଷ୍ଟମର ଅଂଶ ଭାବରେ ଦେଖିଲେ ପୁରା ଚିତ୍ରଟା ବହୁତ ସ୍ପଷ୍ଟ ହୋଇଯାଏ। ଏକଦମ ଜଣେ ଶିକ୍ଷକଙ୍କ ପାଇଁ ଏହା ବୁଝିବା ନିହାତି ଦରକାର। ଠିକ୍ ଅଛି। ତାହେଲେ ଚାଲନ୍ତୁ ପ୍ରଥମ ଇଞ୍ଜିନ୍ର ଆରମ୍ଭ କରିବା। ସବୁଠାରୁ ସ୍ପଷ୍ଟ, ଯାହା ହେଉଛି ଅଭିବୃଦ୍ଧି। ଆମେ ଯେତେବେଳେ କହୁ ଯେ ପିଲାଟିଏ ବଡ଼ ହେଉଛି, ଆମେ ସାଧାରଣତଃ ଏଇଟାକୁ ହିଁ ବୁଝୁ, ନୁହେଁ କି? ବିଲକୁଲ। ଅଭିବୃଦ୍ଧି ହେଉଛି ସେହି ପରିବର୍ତ୍ତନ ଯାହାକୁ ଆମେ ଆଖିରେ ଦେଖିପାରୁ ଆଉ ସହଜରେ ମାପିପାରୁ। ଉତ୍ସଗୁଡ଼ିକ ଏହାକୁ ସମ୍ପୂର୍ଣ୍ଣ ପରିମାଣାତ୍ମକ ବୋଲି କହୁଛନ୍ତି, ମାନେ ଆମେ ଏହାକୁ ସଂଖ୍ୟାରେ ମାପିପାରିବା, ଯେମିତିକି ଉଚ୍ଚତା, ଓଜନ, ଶରୀରର ଆକାର, ଏସବୁ। ଆଚ୍ଛା, ତେଣୁ ଯାହାକୁ ଆମେ ଫିତା କିମ୍ବା ଓଜନ ମେସିନରେ ମାପିପାରିବା, ସେଇଟା ହେଲା ଅଭିବୃଦ୍ଧି। ଏକଦମ ଠିକ୍। ଜଣେ ପିଲାର ଉଚ୍ଚତା 120 ସେମିରୁ 130 ସେମି ହେବା, ଏଇଟା ଗୋଟେ ସ୍ପଷ୍ଟ ଉଦାହରଣ। କିନ୍ତୁ ଏ ପରିବର୍ତ୍ତନ ତ ସବୁବେଳେ ପାଇଁ ଚାଲେନି। ଏଇଟା ହିଁ ତାର ମୁଖ୍ୟ ବୈଶିଷ୍ଟ୍ୟ। ଅଭିବୃଦ୍ଧି ଗୋଟେ ନିର୍ଦ୍ଦିଷ୍ଟ ବୟସ ପରେ, ମାନେ ସାଧାରଣତଃ କୈଶୋରାବସ୍ଥା ପରେ ବନ୍ଦ ହୋଇଯାଏ। ହଁ, ଆମର ଉଚ୍ଚତା ତ ଜୀବନ ସାରା ବଢ଼େନି। ସେଇଆ। ତେଣୁ ମନେ ରଖିବା ପାଇଁ ସରଳ ସୂତ୍ର ହେଲା, ଅଭିବୃଦ୍ଧି ହେଉଛି ଶାରୀରିକ, ପରିମାଣାତ୍ମକ ଆଉ ଏହାର ଗୋଟେ ସମୟ ସୀମା ଅଛି। ଯଦି ଅଭିବୃଦ୍ଧି କେବଳ ବାହ୍ୟ ପରିବର୍ତ୍ତନ ଆଉ ଗୋଟେ ସମୟ ପରେ ବନ୍ଦ ହୋଇଯାଏ, ତାହେଲେ ଏଇଟା ତ ପୂରା କାହାଣୀ ନୁହେଁ। ନା, ଆଦୌ ନୁହେଁ। ଏଇଠୁ ଆମେ ଆସୁଛୁ ଦ୍ୱିତୀୟ ଇଞ୍ଜିନ୍ ପାଖକୁ, ଯାହା ହେଉଛି ବିକାଶ। ତେବେ ଏ ଦୁଇଟା ଭିତରେ ପ୍ରକୃତ ପାର୍ଥକ୍ୟଟା କ'ଣ? ହଁ, ଆଉ ଏହି ପାର୍ଥକ୍ୟ ବୁଝିବା ଜଣେ ଶିକ୍ଷକ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଯଦି ଅଭିବୃଦ୍ଧି ହେଉଛି ଘରର ଉଚ୍ଚତା ବଢ଼ିବା, ଆଚ୍ଛା, ତେବେ ବିକାଶ ହେଉଛି ସେହି ଘର ଭିତରେ ଇଲେକ୍ଟ୍ରିକ୍ ତାର ବିଛାଇବା, ପାଣି ପାଇପ୍ ଲଗାଇବା, ମାନେ ଘରକୁ କାର୍ଯ୍ୟକ୍ଷମ କରିବା। ବାଃ, ବହୁତ ଭଲ ଉଦାହରଣ। ମାନେ ଏହା ବାହାରକୁ ସିଧାସଳଖ ଦେଖାଯାଏନି, କିନ୍ତୁ ଏଇଟା ହିଁ ଘରକୁ ଚଳାଏ। ବିଲକୁଲ। ବିକାଶ ହେଉଛି ସେହିପରି ଆଭ୍ୟନ୍ତରଣ, ଗୁଣାତ୍ମକ ପରିବର୍ତ୍ତନ। ଗୁଣାତ୍ମକ ଅର୍ଥାତ୍ ଏହା କେବଳ ଶାରୀରିକ ନୁହେଁ, ଏହା ମାନସିକ, ସାମାଜିକ ଆଉ ଭାବନାତ୍ମକ ପରିବର୍ତ୍ତନକୁ ବି ବୁଝାଏ। ହଁ। ଆମେ ତ କାହାର ପରିପକ୍ୱତା ବା ସମସ୍ୟା ସମାଧାନ କରିବାର ଦକ୍ଷତାକୁ କିଲୋଗ୍ରାମରେ ମାପିପାରିବାନି। ସମ୍ପୂର୍ଣ୍ଣ ଠିକ୍। ଆପଣ କହିପାରିବେନି ଯେ ସେ ଆଜି 5 ସେଣ୍ଟିମିଟର ଅଧିକ ବୁଦ୍ଧିମାନ ହୋଇଗଲା। ଏହାକୁ କେବଳ ତାଙ୍କର ବ୍ୟବହାରରୁ, ତାଙ୍କର ନିଷ୍ପତ୍ତିରୁ ପର୍ଯ୍ୟବେକ୍ଷଣ କରାଯାଇପାରେ। ଆଉ ସବୁଠୁ ବଡ଼ କଥା, ଅଭିବୃଦ୍ଧି ବନ୍ଦ ହୋଇଗଲେ ବି ବିକାଶ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। ଏହି ଉତ୍ସଗୁଡ଼ିକରେ ଗୋଟେ ମଜାଦାର କଥା ଲେଖା ଅଛି। ଯଦି ପରୀକ୍ଷା ପ୍ରଶ୍ନରେ ମାପଯୋଗ୍ୟ ଶବ୍ଦ ଥାଏ, ତେବେ ଉତ୍ତର ହେବ ଅଭିବୃଦ୍ଧି। ହଁ, ଆଉ ଯଦି ସାମଗ୍ରିକ ପରିବର୍ତ୍ତନ କଥା ଥାଏ, ତେବେ ଉତ୍ତର ହେବ ବିକାଶ। କିନ୍ତୁ ମୋତେ ଲାଗୁଛି ଏହା କେବଳ ପରୀକ୍ଷା ପାଇଁ ଗୋଟେ ଟିପ୍ସ ନୁହେଁ, ଏହା ପଛରେ ଗୋଟେ ଗଭୀର କଥା ଅଛି। ନିଶ୍ଚିତ ଭାବରେ, ଏହା ହିଁ ତ ଆଲୋଚନାର ମୂଳ କଥା। ଯଦି ଜଣେ ଶିକ୍ଷକ କେବଳ ସେହି ଜିନିଷ ଉପରେ ଧ୍ୟାନ ଦିଅନ୍ତି ଯାହାକୁ ସେ ମାପିପାରିବେ, ଯେମିତିକି ପରୀକ୍ଷା ନମ୍ବର, ଠିକ୍। ତେବେ ସେ କେବଳ ଛାତ୍ରର ଅଭିବୃଦ୍ଧି ଦେଖୁଛନ୍ତି, ତାର ସମ୍ପୂର୍ଣ୍ଣ ବିକାଶ ନୁହେଁ। ହଁ, ଏହା ଏକ ଶକ୍ତିଶାଳୀ ଚିନ୍ତାଧାରା। ଜଣେ ଛାତ୍ର ପରୀକ୍ଷାରେ କମ୍ ନମ୍ବର ରଖିପାରେ, କିନ୍ତୁ ହୁଏତ ସେ ଅନ୍ୟମାନଙ୍କ ସହ ମିଶିବାରେ ବହୁତ ଆଗରେ ଥାଇପାରେ। ଏଇଟା ବି ତ ତାର ବିକାଶର ଅଂଶ। ତେବେ ଯଦି ବିକାଶ ଏତେ ବ୍ୟାପକ ଆଉ ଜୀବନବ୍ୟାପୀ, ଏହା କ'ଣ ଯେମିତି ସେମିତି ହୁଏ, ନା ଏହାର କିଛି ନିୟମ ଅଛି? ନା ନା, ଏହାର ନିୟମ ଅଛି। ଉତ୍ସଗୁଡ଼ିକ କହୁଛନ୍ତି ଯେ ବିକାଶର ଏକ ନିର୍ଦ୍ଦିଷ୍ଟ କ୍ରମ ରହିଛି। ପ୍ରଥମତଃ, ଏହା ନିରନ୍ତର, ଯାହା ଆମେ କହିଲେ। ଦ୍ୱିତୀୟରେ, ଏହାର ଏକ ନିର୍ଦ୍ଦିଷ୍ଟ ଧାରା ଅଛି, ମାନେ ଏକ ପୂର୍ବାନୁମାନ ଯୋଗ୍ୟ କ୍ରମ। ଆପଣ ଛାତ ତିଆରି କରିବା ପୂର୍ବରୁ ମୂଳଦୁଆ ତିଆରି କରିବାକୁ ବାଧ୍ୟ, ଠିକ୍ ନା? ହଁ, କୌଣସି ପାହାଚ ଛାଡ଼ି ଆଗକୁ ଯାଇ ହେବନି। ମାନେ ସବୁ ଶିଶୁ ପ୍ରଥମେ ବସିବା ଶିଖନ୍ତି, ତାପରେ ଗୁରୁଣ୍ଡିବା ଆଉ ତାପରେ ଯାଇ ଚାଲିବା। ଏ କ୍ରମ ବଦଳେନି। ଏକଦମ। ଏଠାରେ ଆଉ ଏକ ବୈଶିଷ୍ଟ୍ୟ ବିଷୟରେ କୁହାଯାଇଛି ଯେ ବିକାଶରେ ଏକ ଦିଗ ଅଛି, ସାଧାରଣରୁ ନିର୍ଦ୍ଦିଷ୍ଟ ଆଡ଼କୁ। ଏହା କ'ଣ? ଏଇଟା ବୁଝିବା ପାଇଁ ଗୋଟେ ଉଦାହରଣ ନେବା। ଗୋଟେ ଛୋଟ ଶିଶୁକୁ ଦେଖନ୍ତୁ। ସେ ଟେବୁଲ ଉପରେ ଥିବା ଖେଳନାକୁ ଧରିବାକୁ ଚାହିଁଲେ
ପ୍ରଥମେ ନିଜର ପୂରା ଶରୀରକୁ ସେଇ ଆଡ଼କୁ ହଲାଏ। ହଁ, ପୁରା ହାତ ଆଉ କାନ୍ଧକୁ ବ୍ୟବହାର କରେ। ସେଇଟା ହେଉଛି ସାଧାରଣ ପ୍ରତିକ୍ରିୟା। କିନ୍ତୁ ଧୀରେ ଧୀରେ ଯେତେବେଳେ ତାର ମାଂସପେଶୀ ଉପରେ ନିୟନ୍ତ୍ରଣ ଆସେ, ସେ କେବଳ ନିଜେ ଆଙ୍ଗୁଠି ବ୍ୟବହାର କରି ସେଇ ଖେଳନାକୁ ଉଠାଇନିଏ। ଆଚ୍ଛା, ତେଣୁ ସେଇଟା ହେଲା ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା। ବୁଝିଗଲି। ସାଧାରଣରୁ ନିର୍ଦ୍ଦିଷ୍ଟକୁ ଏହି ଯାତ୍ରା ହିଁ ବିକାଶ। ବିଲକୁଲ। ଏବେ ଶେଷ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ବ୍ୟକ୍ତିଗତ ଗତି। ଏହାର ଅର୍ଥ ସମସ୍ତେ ଏହି ପାହାଚ ଦେଇ ଯାଆନ୍ତି, କିନ୍ତୁ ସମସ୍ତଙ୍କର ଚାଲିବାର ଗତି ଅଲଗା। ହଁ, ଆଉ ଏଇଟାକୁ ବୁଝିବା ପ୍ରତ୍ୟେକ ଶିକ୍ଷକ ଆଉ ଅଭିଭାବକଙ୍କ ପାଇଁ ଜରୁରୀ। ଜଣେ ଶିଶୁ 10 ମାସରେ ଚାଲିପାରେ, ଆଉ ଜଣେ 14 ମାସରେ। ଆଉ ଦୁଇଜଣ ଯାକ ସମ୍ପୂର୍ଣ୍ଣ ସ୍ୱାଭାବିକ। ଏକଦମ। ଶ୍ରେଣୀଗୃହରେ ବି ସେମିତି। ସମାନ ବୟସର ଦୁଇଟି ପିଲାଙ୍କ ଭିତରୁ ଜଣେ ବାକ୍ୟ କହୁଥିବ, ଆଉ ଜଣେ କେବଳ ଶବ୍ଦ କହିବା ଆରମ୍ଭ କରୁଥିବ। ଆମକୁ ବୁଝିବାକୁ ହେବ ଯେ ଏହି ବିବିଧତା ସ୍ୱାଭାବିକ। କ୍ରମଟା ଗୁରୁତ୍ୱପୂର୍ଣ୍ଣ, ଗତି ନୁହେଁ। ଆଚ୍ଛା, ତେବେ ଆମେ ଦୁଇଟି ଇଞ୍ଜିନକୁ ବୁଝିଗଲେ। ଅଭିବୃଦ୍ଧି ହେଉଛି ବାହ୍ୟ ହାର୍ଡୱେର, ଆଉ ବିକାଶ ହେଉଛି ଆଭ୍ୟନ୍ତରୀଣ ଅପରେଟିଂ ସିଷ୍ଟମର ଅପଗ୍ରେଡ୍। କିନ୍ତୁ ଏହି ସିଷ୍ଟମ ତ ଏକ ଶୂନ୍ୟ ସ୍ଥାନରେ କାମ କରେ ନାହିଁ। ଏଠାରେ ହିଁ ଆମର ତୃତୀୟ ଇଞ୍ଜିନ ଶିକ୍ଷଣର ପ୍ରବେଶ ହୁଏ। ଏକଦମ। ବିକାଶ ଟ୍ରେନ୍ ଲାଇନ୍ ତିଆରି କରେ, କିନ୍ତୁ ସେହି ଲାଇନ୍ରେ ଟ୍ରେନ୍ ଚଳାଇବା ପାଇଁ ଶିକ୍ଷଣ ଦରକାର। ହଁ। ଉତ୍ସଗୁଡ଼ିକରେ ଶିକ୍ଷଣର ଗୋଟେ ସୁନ୍ଦର ସଂଜ୍ଞା ଦିଆଯାଇଛି, ଅଭିଜ୍ଞତା ଓ ଅଭ୍ୟାସ ଦ୍ୱାରା ଆଚରଣରେ ଆସୁଥିବା ସ୍ଥାୟୀ ପରିବର୍ତ୍ତନ। ଏଠାରେ ସ୍ଥାୟୀ ଶବ୍ଦଟି ମୋତେ ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ମାନେ ଯଦି ମୁଁ ଆଜି କିଛି ପଢ଼ି କାଲି ଭୁଲିଯାଏ, ତାହା ପ୍ରକୃତ ଶିକ୍ଷଣ ନୁହେଁ, ଠିକ୍ ନା? ଠିକ୍ କହିଲେ। ଶିକ୍ଷଣ ହେଉଛି ଆମ ମସ୍ତିଷ୍କରେ ଏକ ନୂଆ ସଫ୍ଟୱେର୍ ଇନଷ୍ଟଲ୍ କରିବା ପରି। ଥରେ ଇନଷ୍ଟଲ୍ ହୋଇଗଲେ ଏହା ସେଠାରେ ରହେ। ଯେମିତିକି ସାଇକେଲ ଚଲାଇବା ଶିଖିବା। ବିଲକୁଲ। ଥରେ ଶିଖିଗଲେ ଆପଣ 10 ବର୍ଷ ପରେ ବି ଚଲାଇ ପାରିବେ। କିନ୍ତୁ କ୍ଲାନ୍ତି କାରଣରୁ ଧୀରେ କାମ କରିବା, ସେଇଟା ଶିକ୍ଷଣ ନୁହେଁ। ସେଇଟା କେବଳ ବ୍ୟାଟେରୀ କମ୍ ହେବା ପରି। ବିଶ୍ରାମ ପରେ ଠିକ୍ ହୋଇଯାଏ। ହଁ, ଆଉ ଏହି ଉତ୍ସଗୁଡ଼ିକରେ କୁହାଯାଇଛି ଯେ ପରିପକ୍ୱତା ଯୋଗୁଁ ହେଉଥିବା ପରିବର୍ତ୍ତନ ବି ଶିକ୍ଷଣ ନୁହେଁ। କିନ୍ତୁ ତାକୁ କାହିଁକି ବାଦ୍ ଦିଆଯାଇଛି? ଜଣେ କିଶୋରର ସ୍ୱର ବଦଳିବା ତ ଏକ ସ୍ଥାୟୀ ପରିବର୍ତ୍ତନ। ବହୁତ ବଢ଼ିଆ ପ୍ରଶ୍ନ। ଏହାକୁ ବାଦ୍ ଦିଆଯାଇଛି କାରଣ ଏହା ଅଭ୍ୟାସ କିମ୍ବା ଅଭିଜ୍ଞତାରୁ ଆସିନାହିଁ। ଆଚ୍ଛା। ପରିପକ୍ୱତା ଏକ ଜୈବିକ, ମାନେ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା। ସେହି କିଶୋର ଜଣକ ନିଜ ସ୍ୱର ବଦଳାଇବା ପାଇଁ କିଛି ପ୍ରାକ୍ଟିସ୍ କରିନି। ଏହା ବୟସ ବଢ଼ିବା ସହିତ ଆପେ ଆପେ ହୋଇଛି। ବୁଝିଗଲି। ଶିକ୍ଷଣ ପାଇଁ ପ୍ରଚେଷ୍ଟା ଆଉ ଅଭ୍ୟାସ ଜରୁରୀ। ହଁ। ତେବେ 3ଟି ଇଞ୍ଜିନ ଆମ ସାମ୍ନାରେ ଅଛି। ଏବେ ବଡ଼ ପ୍ରଶ୍ନ ହେଲା, ଏମାନେ ଏକାଠି କିପରି କାମ କରନ୍ତି, ବିଶେଷ କରି ବିକାଶ ଏବଂ ଶିକ୍ଷଣ? ଏମାନଙ୍କ ମଧ୍ୟରେ ଗୋଟିଏ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ପ୍ରଥମତଃ, ବିକାଶ ଶିକ୍ଷଣ ପାଇଁ ରାସ୍ତା ତିଆରି କରେ। ମାନେ, କିଛି ଜିନିଷ ଶିଖିବା ପାଇଁ ଆମ ମସ୍ତିଷ୍କକୁ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ବିକଶିତ ହେବାକୁ ପଡ଼େ। ଯେମିତିକି ଆମେ ଜଣେ 3 ବର୍ଷର ଶିଶୁକୁ ବୀଜଗଣିତ ଶିଖାଇପାରିବା ନାହିଁ, କାରଣ ତାର ମସ୍ତିଷ୍କ ସେହି ଧାରଣାକୁ ବୁଝିବା ପାଇଁ ପ୍ରସ୍ତୁତ ହୋଇନଥାଏ। ଏକଦମ। ବିକାଶ ଏକ ପ୍ରକାରର ପ୍ରସ୍ତୁତି ସୃଷ୍ଟି କରେ। କିନ୍ତୁ ଏବେ ସମ୍ପର୍କର ଅନ୍ୟ ଦିଗକୁ ଦେଖନ୍ତୁ। ଶିକ୍ଷଣ ବିକାଶକୁ ତ୍ୱରାନ୍ୱିତ କରେ। ଯେତେବେଳେ ଜଣେ ପିଲା ପଢ଼ିବା ଶିଖେ, ସେ କେବଳ ଅକ୍ଷର ଚିହ୍ନେ ନାହିଁ। ସେ ନୂଆ ଦୁନିଆ ସହିତ ପରିଚିତ ହୁଏ। ହଁ, ସେ ନୂଆ କାହାଣୀ, ନୂଆ ଚିନ୍ତାଧାରା ସହ ଯୋଡ଼ି ହୁଏ। ଏହା ତାର ଜ୍ଞାନଗତ ଏବଂ ସାମାଜିକ ବିକାଶକୁ ବହୁତ ଦ୍ରୁତ ଗତିରେ ଆଗକୁ ନେଇଯାଏ। ବାଃ, ତେଣୁ ବିକାଶ ଦ୍ୱାର ଖୋଲିଦିଏ ଏବଂ ଶିକ୍ଷଣ ସେହି ଦ୍ୱାର ଦେଇ ପ୍ରବେଶ କରେ। ଏହି ଉତ୍ସଗୁଡ଼ିକରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଦିଆଯାଇଛି। ଶିକ୍ଷଣ ବିକାଶ ଉପରେ ନିର୍ଭର କରେ, କିନ୍ତୁ ବିକାଶ କେବଳ ଶିକ୍ଷଣ ଉପରେ ନିର୍ଭର କରେ ନାହିଁ। ହଁ, ଏହା ପୂରା ଚିତ୍ରକୁ ଏକାଠି ବାନ୍ଧି ଦେଉଛି। ଶିକ୍ଷଣ ପାଇଁ ବିକାଶର ଏକ ସ୍ତର ଦରକାର, କିନ୍ତୁ ବିକାଶ କେବଳ ଆମେ କ'ଣ ଶିଖୁଛୁ ତାହା ଦ୍ୱାରା ନିୟନ୍ତ୍ରିତ ହୁଏନି। ଠିକ୍ ଅଛି। ବିକାଶ ପୋଷଣ, ପରିବେଶ, ଆନୁବଂଶିକତା ଭଳି ଅନେକ କାରକ ଦ୍ୱାରା ବି ପ୍ରଭାବିତ ହୁଏ। ଶିକ୍ଷଣ ସେହି କାରକଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ। ତେବେ ଆଜିର ଆଲୋଚନାରୁ ମୁଖ୍ୟ କଥାଗୁଡ଼ିକୁ ଏକାଠି କରିବା। ପ୍ରଥମ ଇଞ୍ଜିନ ଅଭିବୃଦ୍ଧି, ଯାହା ଶାରୀରିକ, ମାପଯୋଗ୍ୟ ଏବଂ ସମୟ ସହିତ ବନ୍ଦ ହୋଇଯାଏ। ଦ୍ୱିତୀୟ ଇଞ୍ଜିନ ବିକାଶ, ଯାହା ସାମଗ୍ରିକ, ଗୁଣାତ୍ମକ ଏବଂ ଜୀବନବ୍ୟାପୀ। ଏହାର ଏକ ନିର୍ଦ୍ଦିଷ୍ଟ କ୍ରମ ଅଛି, କିନ୍ତୁ ସମସ୍ତଙ୍କ ପାଇଁ ଗତି ଭିନ୍ନ। ଏବଂ ତୃତୀୟ ଇଞ୍ଜିନ ଶିକ୍ଷଣ, ଯାହା ଅଭ୍ୟାସ ଓ ଅଭିଜ୍ଞତାରୁ ଆସୁଥିବା ଆଚରଣରେ ସ୍ଥାୟୀ ପରିବର୍ତ୍ତନ। ଏବଂ ଶେଷରେ ବିକାଶ ଶିକ୍ଷଣ ପାଇଁ କ୍ଷମତା ଯୋଗାଏ
ଏବଂ ଶିକ୍ଷଣ ବିକାଶକୁ ଆଗକୁ ବଢ଼ାଏ। ଏହି ସମ୍ପର୍କକୁ ବୁଝିବା ହିଁ ପ୍ରଭାବଶାଳୀ ଶିକ୍ଷାଦାନର ମୂଳ କଥା। ଏହା ଏକ ଚମତ୍କାର ସାରାଂଶ। ଏହି ମୌଳିକ ଧାରଣାଗୁଡ଼ିକ ସ୍ପଷ୍ଟ ହୋଇଗଲେ ଶ୍ରେଣୀଗୃହର ଅନେକ ପରିସ୍ଥିତିକୁ ବୁଝିବା ସହଜ ହୋଇଯାଏ। ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟିଏ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁଛି। ହଁ, ନିଶ୍ଚୟ। ଆମେ ଆଲୋଚନା କଲେ ଯେ ପ୍ରତ୍ୟେକ ଶିଶୁ ନିଜର ବ୍ୟକ୍ତିଗତ ଗତିରେ ବିକଶିତ ହୁଏ, କିନ୍ତୁ ଆମର ଶିକ୍ଷା ବ୍ୟବସ୍ଥା ତାହା ତ ଏକ ମାନକ ଶ୍ରେଣୀଗୃହ ଉପରେ ଆଧାରିତ, ଯେଉଁଠାରେ 30-40 ଜଣ ପିଲାଙ୍କୁ ଏକା ସଙ୍ଗରେ ଶିଖାଯାଏ। ହଁ, ଏଇଟା ତ ଗୋଟେ ବଡ଼ ଦ୍ୱନ୍ଦ୍ୱ। ଗୋଟେ ପଟେ ବ୍ୟକ୍ତିଗତ ବିକାଶ ଆଉ ଅନ୍ୟପଟେ ସାମୂହିକ ଶିକ୍ଷଣ। ତେବେ ପ୍ରଶ୍ନଟି ହେଉଛି, ଜଣେ ଶିକ୍ଷକ ଏହି ବ୍ୟବଧାନକୁ କିପରି ଦୂର କରିପାରିବେ? ସେ କିପରି ଏକ ଏପରି ପରିବେଶ ସୃଷ୍ଟି କରିବେ ଯେଉଁଠାରେ ଧୀରେ ଶିଖୁଥିବା ପିଲାଟି ପଛରେ ନ ପଡ଼ିଯାଉ ଏବଂ ଶୀଘ୍ର ଶିଖୁଥିବା ପିଲାଟି ବିରକ୍ତ ନ ହେଉ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଉପରେ ଆହୁରି ଚିନ୍ତା କରାଯାଇପାରେ।